हाय फ्रेंड्स नमस्कार जय जगन्नाथ सांग मैंने केमती अच्छे भल अच्छा ना आशा करছি ଆପଣମାନେ ଭଲରେ ଥିବେ ଭଗବାନ କରନ୍ତୁ ସମସ୍ତେ ଭଲରେ ଥାଆନ୍ତୁ। ସାଙ୍ଗମାନେ ସବୁଦିନ ପରେ ଆଜି ବି ନେଇ ଆସିଛି ଆପଣଙ୍କ ପାଇଁ ବହୁତ ସାରା କିଚେନ୍ ଟିପ୍ସ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଚାଲନ୍ତୁ ସାଙ୍ଗମାନେ ଆଜିର ଫାଷ୍ଟ ଦେଖିବା। ଆଜିର ଫାଷ୍ଟ ଦେଖନ୍ତୁ କିଛି ପରିବା ଅଛି। ଦେଖନ୍ତୁ ଏ ପରିବାଟାକୁ ମୁଁ ରୋଷେଇ କରିବାକୁ ଆଣିଛି କାହିଁକି ନା ମୋର ଦେଖିଲା ବେଳକୁ ପରିବାଟା ଶୁଖିଯାଇଛି। ଆପଣ ଦେଖନ୍ତୁ ବାହାରେ ରଖନ୍ତୁ କି ମାନେ ଫ୍ରିଜରେ ରଖନ୍ତୁ, ଦେଖିବେ ବେଶୀ ଦିନ ହେଲେ ପରିବାଟା ଶୁଖିଯାଏ। ଆପଣ ଯେତେ କ'ଣ କରିବେ ନା ଯେତେବେଳେ ରୋଷେଇ କରିବେନି କି ଯେତେ ପରିବା କାଟିବେ ତା ପୂର୍ବରୁ ଆପଣମାନେ 15 ମିନିଟ୍ 20 ମିନିଟ୍ ଆଗରୁ ଆପଣମାନେ ଥଣ୍ଡା ପାଣିରେ ଟିକେ ବରଫ ଦେଇକି ଆପଣମାନେ ରଖିଦିଅନ୍ତୁ। ତାପରେ ଆପଣମାନେ କାଟନ୍ତୁ, ଦେଖିବେ ଫ୍ରେଶ୍ ପରିବା ହେଇଯିବ। ବହୁତ ବଢ଼ିଆ ସେ ଆପଣମାନେ ପରିବାକୁ କ'ଣ କଲେ କାଟିକି ଆପଣମାନେ ଆରାମସେ ରୋଷେଇ କରିପାରିବେ ଆଉ ବଢ଼ିଆ ବି ଲାଗିବ। ଗଛରୁ ତୋଳିଲା ପରି ଆପଣଙ୍କୁ ଦେଖାଯିବ। ଆଶା କରେ ଆପଣଙ୍କୁ ଏଇ ଡିଶ୍ଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ କରିଦିଅନ୍ତୁ। ତାପରେ ଯିବା ନେକ୍ସଟ ଟିପ୍ସ। ନେକ୍ସଟ ଦେଖନ୍ତୁ ମୁଁ ଏଠି ପ୍ରେସର କଭରକୁ ଦେଖୁଛି, ଦେଖିପାରୁଥିବେ ଆପଣ ବେଳେବେଳେ ଦେଖିବେ ପ୍ରେସର ଆପଣମାନେ ହୁଇସିଲ୍ ଦେଇଥିବେ, ବେଳେବେଳେ କ'ଣ ସିଟି ମାରେନି। ଆପଣ ଭାବୁଥିବେ କ'ଣ ଭଲ କ'ଣ ନାହିଁ, ଚେଞ୍ଜ କରୁଥିବେ, ଫେର ଯାଉଥିବେ ତାକୁ ପଇସା ଖର୍ଚ୍ଚ କରୁଥିବେ, ମାର୍କେଟ ଯାଉଥିବେ ତା ଠିକ୍ କରିବା ପାଇଁ କି ଆପଣଙ୍କୁ ଗୋଟେ ଇଜି ପ୍ରୋସେସ୍ ଦେବି। ଆପଣ ଘରେ ବି ଆପଣମାନେ ଚେକ୍ କରିପାରିବେ। କ'ଣ କରିବେ ନା ଏଇଟା ଉଲ୍ଟେଇ ଦେବେ, ଉଲ୍ଟେଇକି ଟିକେ ପାଣି ପକାଇଦେବେ। କିନ୍ତୁ ତାର ଯେଉଁ ହୋଲ୍ଟା ଅଛି ଦେଖିପାରୁଥିବେ ହୁଇସିଲ୍ ପାଖରେ ଯେଉଁ ସେଇଟା ଯଦି ପାଣି ନେଇଗଲେ ଆପଣ ଜାଣିପାରିବେ ଯେ ଏଇଟା ହେଉଛି କ୍ଲିନ୍ ଅଛି। ଆପଣ ସବୁବେଳେ ଯଦି ପାଣି ନଗଲେ ଦେଖିବେ ତାହେଲେ ଏଇଟା କ୍ଲିନ୍ ନାହିଁ। ଆପଣ କ୍ଲିନ୍ କରିବାକୁ ପଡ଼ିବ ତା ଭିତରଟା। କ୍ଲିନ୍ କଲେ ଯାଇକି ଆପଣଙ୍କର ସିଟି ଭଲସେ ମାରିବ। ମୁଁ ତ ଜାଣିନଥିଲି, ଏଇଟା ମୋର ଜେଜେମାଙ୍କ ଟିପ୍ସ, ମୋ ମାଆଙ୍କ ଟିପ୍ସ ଆଉ କହିଲାରୁ ମୁଁ ଏଇଟା ଏଇଭଳିଆ କଲି। ତାପରେ ମୁଁ ଆପଣଙ୍କୁ ସେୟାର କରିଦେଲି। ଦେଖନ୍ତୁ ଏଇଭଳିଆ ଆପଣମାନେ ଦେଖିବେ ପାଣି ଯେତେବେଳେ ପଡ଼ିଯାଉଥିବ ଆପଣ ଜାଣିଥିବେ ଆପଣମାନଙ୍କର ପୁରା କ'ଣ କଲେ ସଫା ଅଛି ଭିତରଟା। ତାପରେ ଆପଣମାନେ ରୋଷେଇ କରିବେ ଆରାମସେ ସିଟି ମାରିବ। ଦେଖିଲେ ସାଙ୍ଗମାନେ ଆଶା କରି ଏଇ ଟିପ୍ସଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିଦିଅନ୍ତୁ ଆଉ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ତାପରେ ଯେ ଆମେ ନେକ୍ସଟ ଟିପ୍ସ ଦେଖନ୍ତୁ ମୋର ବିନ୍ଦି ପ୍ୟାକେଟ୍ ଅଛି, ଦେଖିପାରୁଥିବେ। ଆପଣ ଦେଖୁଥିବେ ଜଣେ ଜଣେ ବିନ୍ଦି ପିନ୍ଧୁଥିବେ ନା ତାଙ୍କର ସବୁବେଳେ ଝାଳ ବହୁଥିବ ଆଉ ସେ ଟାଇମ୍ରେ କ'ଣ କଲେ ବିନ୍ଦିଟା ଖସି ପଡ଼େ। ଗରମ ଦିନ ହେଉ କି ଏମିତିକି ଖାଲି ଦିନ ଯେତେବେଳେ ବି ଆପଣ ଦେଖନ୍ତୁ ଟିକିଲି ମାରୁଥିବେ ନା ଜଣଙ୍କର ଖସିଯାଏ। ଆପଣ କ'ଣ କରିବେ ନା ଅଠା ଟିକେ କମ୍ ଥିବ ଦେଖିବେ, ଯଦି ଆପଣ କ'ଣ କରିବେ ଟିକେ ଫ୍ରିଜରେ ରଖିଦେବେ। ଏଇ ଯେଉଁ ମୋର ବିନ୍ଦି ପ୍ୟାକେଟ୍ ଦୁଇଟାକୁ ମୁଁ କ'ଣ କରିବି ନା ଏବେ ଯେତେବେଳେ ୟୁଜ୍ କରିବେ ସେତେବେଳେ ଆପଣ ଦେଖିବେ ମୁଁ ଫ୍ରିଜରେ ରଖିକି ତାପରେ 15-20 ମିନିଟ୍ ପରେ ଖୋଲିକି ତାପରେ ୟୁଜ୍ କରେ। ଦେଖନ୍ତୁ ମୁଁ ଏଠି ଫ୍ରିଜରେ ରଖିଦେଲି। ରଖିସାରିଲା ପରେ ମୁଁ ତାକୁ 15-20 ମିନିଟ୍ ଛାଡ଼ିଦେବି। ଫ୍ରିଜରେ ନିହାତି ରଖିଦିଅନ୍ତୁ। ତାପରେ ବେଶୀ ଟିକେ ଥଣ୍ଡା ପଡ଼ିଯିବ ନା ତାପରେ ସେଟ୍ ହେଇଯିବ ଅଠା ସହିତ। ଆପଣ ଯେତେବେଳେ ଲଗେଇବେ ପୁରା ଚିପକି ବି ରହିବ, ଜମା ବି ଖସିବନି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇଦେବି, ଚାଲନ୍ତୁ ଯିବା ଦେଖିବା। କେତେ ସୁନ୍ଦର ଭାବରେ ଦେଖିକି ଲଗାଇ ଦେଉଛି, ମୋ ହାତରେ ଖୋଲିକି ଲଗାଇ ଦେଉଛି। ଆପଣ ଦେଖନ୍ତୁ ଏଇଭଳି ଆପଣମାନେ ଦେଖନ୍ତୁ ଅଠା ପୁରା ବହୁତ ସାରା ଲାଗିଯିବ ଯେ ଆପଣ ଯେତେ ଏମିତି ଲାଗିବେ ଦେଖନ୍ତୁ ଆପଣ ଟିକେ ବି ବିନ୍ଦି ଖସିବନି। ଆଶା କରେ ଆପଣମାନଙ୍କୁ ଏଇ ଟିପ୍ସଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ, ଗୋଟେ ଲାଇକ୍ କରିଦିଅନ୍ତୁ। ଏଇଭଳିଆ ପ୍ରକାର ଆପଣ ଯେତେବେଳେ ବିନ୍ଦି ୟୁଜ୍ କରୁଛନ୍ତି ସେତେବେଳେ ଆପଣମାନେ ଫ୍ରିଜରେ ଟିକେ ବିନ୍ଦି ପ୍ୟାକେଟ୍ଟା ରଖିଦେଇ ତାପରେ ଆପଣମାନେ ୟୁଜ୍ କରନ୍ତୁ। ଯଦି ଭଲ ଲାଗିଛି ସାଙ୍ଗମାନଙ୍କ ସହିତ ସେୟାର କରିଦେବେ, ଗୋଟେ ଲାଇକ୍ କରିଦେବେ। ତାପରେ ଯେ ଆମେ ନେକ୍ସଟ ଟିପ୍ସ। ନେକ୍ସଟ ଦେଖନ୍ତୁ ମୋ ପାଖରେ ଗୋଟେ କଖାରୁ ଅଛି, ଦେଖିପାରୁଥିବେ। ଏଇଟାକୁ ଆପଣମାନେ କଖାରୁ ଏମିତି ରଖିଦେଉଥିବେ ଯଦି ଫ୍ରିଜରେ ନା କି ବାହାରେ ରଖିଦେଉଥିବେ, ତାର ଯେଉଁ ଅନ୍ତିଟା ଅଛି ତା ଭିତରଟା ଦେଉଛି ଏଇ ପାର୍ଟଟା ସେଇଟା ମାନେ କ'ଣ କରେ ନା ପଚେଇ ଦିଏ ବହୁତ ଶୀଘ୍ର। ଆପଣଙ୍କର ସେ ବୋତଲ ଖରାପ ହେଇଯିବ। ସେଥିପାଇଁ ଆପଣ କ'ଣ କରିବେ ନା ଏ ଯେଉଁ ଅନ୍ତିଟାକୁ କାଢ଼ିଦେବେ। ଦେଖନ୍ତୁ ମୁଁ ଏଠି ତାକୁ 4 ପିସ୍ କରିଦେଲି। କରିଦେଇକି ମୁଁ ଯେତେବେଳେ ଆଣେ ମାର୍କେଟରୁ ତାପରେ ଏଇଗୁଡ଼ା ସବୁ ଖୋଲିକି କାଢ଼ିଦିଏ, ଯାହାଫଳରେ କି ଆଉ ପଚିବନି। ଏଇଟା ଯୋଗୁଁ ମାନେ ପୁରା କଖାରୁଟାକୁ ମାନେ ପଚେଇ ଦେବ, ନଷ୍ଟ କରିଦେବ। ସେଥିପାଇଁ ଆପଣମାନେ କ'ଣ କରିବେ ଫୋପାଡ଼ି ଦେଉଥିବେ। କିନ୍ତୁ ଆପଣମାନେ ସବୁ ଯେତେବେଳେ ଆପଣମାନେ କଖାରୁ ରଖୁଛନ୍ତି ସେତେବେଳେ ଆପଣମାନେ ଏମିତିକି ଛୁରୀରେ ସେ ଅନ୍ତିଟାକୁ ଏମିତିକି କାଢ଼ି ରଖିଦିଅନ୍ତୁ। ଦେଖନ୍ତୁ ମୁଁ ଏଠି ସବୁ କାଢ଼ି ଦେଇକି ପଲିଥିନ୍ ଭିତରେ ଆପଣମାନେ ବାନ୍ଧିକି ରଖିଦିଅନ୍ତୁ ଫ୍ରିଜରେ। ଦେଖିବେ ବହୁତ ଦିନ ପରେ ଆପଣଙ୍କର ଜମା ବି କଖାରୁ ଆପଣ ପଚି ଯାଉଥିବ କି ନଷ୍ଟ ହେଇଯାଉଥିବ, ଯାହା ବି ହେଉଥିବ ଜମା ବି ହେବନି। ମୁଁ ଏମିତି କରିକି ସବୁବେଳେ ଷ୍ଟୋର୍ କରିକି ରଖିଦିଏ। ବାହାରେ ବି ରଖିଲେ ବି ଆପଣମାନେ ଏମିତି ରଖିଦିଅନ୍ତୁ, 2-4 ଦିନ ରହିବ। କିନ୍ତୁ ଫ୍ରିଜରେ ରଖିଲେ ବହୁତ ଦିନ ରହିବ। ଦେଖନ୍ତୁ ଏଇଭଳିଆ କରିକି ଆପଣ କ'ଣ କରିବେ ନା ଗୋଟେ ବଡ଼ ପଲିଥିନ୍ ଆଣିବେ। ପଲିଥିନ୍ ସହିତ ମୁଁ ଦେଖନ୍ତୁ ଆଣିକି ସାଇଡ଼୍ କରିକି ସବୁ ରଖିଦେଉଛି। ଯେତେବେଳେ ଆପଣ ୟୁଜ୍ କରିବେ ସପ୍ତାହ ଜାଗାରେ 2 ସପ୍ତାହ ଆରାମସେ ରହିବ, କିଛି ଖରାପ ହେବନି। ଆପଣ ଆଶା କର ମାନେ ଏ ଟିପ୍ସଟା ନିହାତି ଆପଣେଇ ନିଅନ୍ତୁ। ବହୁତ ହି ବଢ଼ିଆ ଟିପ୍ସଟେ, ସମସ୍ତଙ୍କ ପାଇଁ ହେଲ୍ପଫୁଲ୍ ହେବ। ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିଦିଅନ୍ତୁ। ତାପରେ ଯେ ଆମେ ନେକ୍ସଟ ଟିପ୍ସ ଦେଖନ୍ତୁ ମୁଁ ନେଲ୍ କଟରକୁ ନେଇ ଦେଖୁଛି। ଆପଣ ଯେତେବେଳେ ନେଲ୍ କଟର ନଖ କାଟୁଛନ୍ତି ଦେଖନ୍ତୁ ଇଆଡ଼େ ସିଆଡ଼େ ଛିଟକିକି ପଡ଼ୁଥିବ। ଆପଣ କ'ଣ ହେଉଥିଲେ ତ ଖୋଜି ପାଉନଥିବେ। ନଖ ମାଣ୍ଡିଲେ ଭଲ ନୁହେଁ। ଆଉ ଘର ଭିତରେ ନଖ ମାନେ ଯଦି କାଟିବେ ତାହେଲେ ଗୋଟେ କାମ କରିବେ, ଗୋଟେ ପଲିଥିନ୍ ନେଇ ଆସିବେ। ଦେଖନ୍ତୁ ମୁଁ ଏଠି ଗୋଟେ ପଲିଥିନ୍ ନେଇ ଆସିଲି। ତାପରେ କ'ଣ କରିବେ ନା ସେ ଯେତେବେଳେ ନଖ କାଟିବେ ସେ ପଲିଥିନ୍ ଭିତରେ ରହିବ। ଛିକିଟିକି ଇଆଡ଼େ ସିଆଡ଼େ ପଡ଼ୁଥିଲା ଯେଉଁ ଜମା ପଡ଼ିବନି, ଆପଣଙ୍କୁ ଆଉ ଖୋଜିବାକୁ ପଡ଼ିବନି। ଓ ଦେଖନ୍ତୁ ମୁଁ ଏଠି ସବୁ ଯାକ ନଖ କାଟିକି ୟା ଭିତରେ ରଖିଦେବି, ତାପରେ ଫୋପାଡ଼ି ଦେବି ପଲିଥିନ୍ଟାକୁ।
ତାପରେ ଦେଖନ୍ତୁ କେତେ ସୁନ୍ଦର ଟିପ୍ସ, ଛୋଟ ଟିପ୍ସଟା କିନ୍ତୁ ବହୁତ ହି କାମରେ ଆସିବ। ଆଶା କରୁଛି ଏଇ ଟିପ୍ସଟା ସମସ୍ତଙ୍କୁ ଭଲ ଲାଗିଥିବ। ସାଙ୍ଗମାନେ ସବୁ ଟିପ୍ସ ଦେଖିଲେ କେଉଁ ଟିପ୍ସ ବେଶୀ ଭଲ ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ ନ୍ୟୁ ଟିପ୍ସ ସହିତ। ନମସ୍କାର, ଜୟ ଜଗନ୍ନାଥ।